ଚାଷ ଜମିରେ ପଡ଼ିଛି ପାଣି ପାଇପ୍। ଚାଷୀ ଚାଷ କରିବେ କେମିତି? ପ୍ରତ୍ୟେକ ଗାଁରେ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାର ପ୍ରତି ଗ୍ରାମକୁ ପାଣି ପାଇପ୍ ସଂଯୋଗ କରି ପିଇବା ପାଣି ଯୋଗାଉଛନ୍ତି। ପିଇବା ପାଣି ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ସଫଳ ହୋଇନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟ ଜାରି ରଖିଛନ୍ତି। ପାଣି ପାଇପ୍ ସଂଯୋଗ କରି ଗଭୀର ମାଟି ତଳେ ପାଇପ୍ ପୋତି ଗ୍ରାମମାନଙ୍କୁ ପାଣି ଯୋଗାଇ ଦିଆଯାଉଛି। ରାସ୍ତା କଡ଼ରେ ହେଉ କିମ୍ବା ଚାଷ ଜମିରେ ହେଉ ସୁବିଧା ଅନୁସାରେ ପାଣି ପାଇପ୍ ନିଆଯାଇଥାଏ। କିନ୍ତୁ ଏମିତି କିଛି ସ୍ଥାନରେ ଚାଷ ଜମି ଉପରେ ପାଣି ପାଇପ୍ ପକାଇ ପାଣି ଯୋଗାଉଥିବା ବେଳେ ଦୀର୍ଘ ଦିନ ପରେ ମଧ୍ୟ ପାଣି ପାଇପ୍କୁ ପୋତାଯାଉ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟ କରିବାରେ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନେକ ଅଭିଯୋଗ କରିବା ପରେ ମଧ୍ୟ ଠିକା ସଂସ୍ଥା ଆଜି କରିବି କାଲି କରିବି କହି ଦିନ ଗଡ଼ାଇ ଚାଲିଛି। ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତ ଠାରୁ ନୂଆଗାଁ ଗ୍ରାମକୁ ସଂଯୋଗ ହୋଇଥିବା ପିଇବା ପାଣି ପାଇପ୍। ଦୀର୍ଘ ଦିନ ହେଲା ଚାଷ ଜମି ଉପରେ ପଡ଼ି ରହିଛି ପାଣି ପାଇପ୍। ସେହି ପାଣି ପାଇପ୍ରେ ନୂଆଗାଁ ଗ୍ରାମକୁ ପାଣି ଯାଉଥିଲେ ମଧ୍ୟ ଜମି ଉପରେ ପାଇପ୍ ପଡ଼ି ଅସୁରକ୍ଷିତ ଅବସ୍ଥାରେ ରହିଛି। ଧାନ ଚାଷ ସମୟ ଆସିଯାଇଥିବାରୁ ଚାଷୀ ଏବେ ଚାଷ ଜମିରେ ଚାଷ କରିବେ। ଚାଷୀ ଭାଇ ଜମିରେ ଚାଷ କରିଲେ ପାଣି ପାଇପ୍ ସୁରକ୍ଷିତ ରହିବ ତ? ଚାଷୀ ଚାଷ କରିଲା ବେଳେ ପାଇପ୍ ନଷ୍ଟ ହେବାର ସୁନିଶ୍ଚିତ ହେଉଥିବା ଯୋଗୁଁ ନୂଆଗାଁ ଗ୍ରାମରେ ଦେଖାଦେଇଥିବା ଉତ୍କଟ ପାଣି ସମସ୍ୟା ପୁଣି ସମସ୍ୟା ଭିତରେ ରହିବ। ତା ସହିତ ପାଇପ୍ ଉପରେ ପଡ଼ି ରହିଲେ ଚର ଭୟ ମଧ୍ୟ ରହୁଥିବା ଯୋଗୁଁ ନୂଆଗାଁ ଗ୍ରାମବାସୀ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଛି। ଅନେକ ବାର ଠିକା ସଂସ୍ଥାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର ସମାଧାନ କରିବାରେ ଠିକା ସଂସ୍ଥା ବିଫଳ ହେଉଛି। ଯଥାଶୀଘ୍ର ଏହି ପାଣି ପାଇପ୍କୁ ମାଟି ଭିତରେ ନ ପୋତିଲେ ଚାଷ କାର୍ଯ୍ୟରେ ପାଇପ୍ ନଷ୍ଟ ହେବା ସୁନିଶ୍ଚିତ। ତେଣୁ ପୁନର୍ବାର ଠିକା ସଂସ୍ଥାକୁ ଅନୁରୋଧ କରାଯାଉଛି ଯେ ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପାଇପ୍କୁ ମାଟି ତଳେ ପୋତିବାର ବ୍ୟବସ୍ଥା କରନ୍ତୁ, ନହେଲେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ନୂଆଗାଁ ଗ୍ରାମବାସୀ ପ୍ରକାଶ କରିଛନ୍ତି। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।